मन्नाथ श्री जगन्नाथ मद्गुरु श्री जगद्गुरु मदात्मा सर्वभूतात्मा तस्मै श्री गुरवे नमः। कार्तिक महात्म्य षोडश अध्याय। शुक्लांबरधरं विष्णुं शशिवर्णं चतुर्भुजं प्रसन्नं वदनं ध्यायेत् सर्वविघ्नप्रशान्तये। व्यासाय विष्णुरूपाय व्यासरूपाय विष्णवे नमो वै ब्रह्मविधये वसिष्ठाय नमो नमः। नमः कमलाकान्ताय नमस्ते जलसायिने नमस्तेस्तु हृषिकेश गृहाणार्घ्यं नमोऽस्तुते। पृथुवाच सेतिहामसिदं ब्रह्मन् माहात्म्यं कथितं त्वया अत्याश्चर्यमिदं सम्यक् तुलस्यास्तश्रुतं मया। नारद पादे करि पूजा पुनि पूछन्ति पृथुराजा भमुनि वर पुण्य देहा कहिल पचारिली जाहा। तुलसी आदि जन्म पाणी आत्मा पवित्र हेला शुणी तेणु तुलसी मूले सिद्धि कार्तिक उद्यापन विधि से महातप व्रत फले एबे कहिबा तपीशिले पूर्वे के उद्यापन करी भवसागरु गले तरी से कथा कह दृष्टान्तरे अखिल जन उपकारे। नारद नृपति वचने बोलन्ति शुण सावधाने कार्तिक उद्यापन धर्म शुणन्ते शुभ सबु कर्म। से कथा कहिबा प्रस्तावे जे धर्म इतिहास पूर्वे। नारद उवाच आसीत् सत्याद्रिशिखरे करवीर पुरे पुरा ब्रह्मण धर्मवित् कश्चित् मर्दत इति स्मृतः। सत्याद्रि नाम गिरिपाशे ब्राह्मण करवीर देशे नाम ताहार धर्मदत्त विष्णु सेवारे अनुरत। जानई सर्वधर्म रीति कार्तिक व्रते महाप्रीति एमन्ते एक संवत्सरे कार्तिक कृत्य विधि करे। मास संपूर्ण उद्यापन सारिला जाबत विधान एमन्त निशि अवशेषे नृसिंह दर्शन आसे। ब्राह्मण नित्य कर्म सारी करे उदक पात्र धरी से जने मिश्रित तुलसी मुखे गोविंद नाम घोषी पथे चालई द्विजवर स्वभावे गिरि भयंकर। नृसिंह रूप नरहरि जहि अछन्ति विजे करी विप्रगमई सेहि मार्गे एक पिशाची आसी बेगे। पथ निरोधी अछि रही द्विज कातर ताकु चाही स्वभावे भयंकर मूर्ति लंबष्ट वक्रदंत पंती उलग्न मुकुलित केश कराळ मुख शुष्क मांस अति दुर्बल कळेबर अस्ति जडित चर्म शिर रक्तनयन दीर्घध्वनि
ଜିହ୍ୱାରେ ଜଳୁଅଛି ବହ୍ନି। ଚିମଣି ପକ୍ଷୀ ପ୍ରାୟ ସ୍ତନ, ଦୁର୍ଗନ୍ଧ ନାସିକା ପବନ। ଶରୀର ଧୂମ୍ରବର୍ଣ୍ଣ ଦିଶି, ବିପ୍ରଙ୍କୁ ଓଗାଳିଲା ଆସି। ତାହାକୁ ଦେଖି ଧର୍ମଦତ୍ତ, ହସ୍ତେ ଯେ ଥିଲା ତମ୍ବା ପାତ୍ର। ତୁଳସୀ ଜଳ ସହିତରେ, ଫିଙ୍ଗିଲା ପିଶାଚି ଉପରେ। ଅଙ୍ଗେ ପଡ଼ିଲା ତାର ଯାଇ, ପିଶାଚି ଦିବ୍ୟ ରୂପ ହୋଇ। ବ୍ରାହ୍ମଣ ଆଗେ ହେଲା ଉଭା, ଚନ୍ଦ୍ରମା ପ୍ରାୟ ମୁଖ ଶୋଭା। କାଞ୍ଚନ ପ୍ରାୟ ତନୁ ଗୋରି, ଯେସନେ ସ୍ୱର୍ଗ ବିଦ୍ୟା ଧରି। ଅମୂଲ୍ୟ ଅଳଙ୍କାର ବାସ, ଗନ୍ଧ ଚନ୍ଦନ ଜାତି ପୁଷ୍ପ। ସୁନ୍ଦରୀ ଶରୀରେ ଭୂଷଣ, ତା ଦେଖି ଆଶ୍ଚର୍ଯ୍ୟ ବ୍ରାହ୍ମଣ। ମନରେ ଭୟ ନାହିଁ କିଛି, ଯୁବତୀ ମୁଖ ଚାହିଁ ପୁଛି। ହେ ରୂପବତୀ କି କାରଣେ, ରୂପ ଅନ୍ତର ଏହି କ୍ଷଣେ। ଅଇଲୁ ଯେଉଁ ରୂପ ଧରି, ସେ ରୂପ ଦେଖି ଭୟ କରି। ତୋତେ ଫିଙ୍ଗିଲି ଜଳ ପାତ୍ର, ତେଣୁ ସୁନ୍ଦର ତୋର ଗାତ୍ର। କହ ଏ କିସ ବିପରୀତ, ପୂର୍ବେ ତୁ କଲୁ କେଉଁ କୃତ। କି ଜନ୍ମ ଲଭିଲୁ ତୁ କାହିଁ, କି ଦୋଷେ ପାପ ତନୁ ବହି। ଘୋର ଗହନ ମାର୍ଗେ ଥିଲୁ, ଏବେ କି ଭାବେ ନିସ୍ତରିଲୁ। ତୁ ଏହା କହ ପରିମାଣି, ମୋର ସଂଶୟ ଯାଉ ଶୁଣି। ଏ ପ୍ରଶ୍ନ ଶୁଣି ସେ ସୁନ୍ଦରୀ, ବିପ୍ରଙ୍କୁ ନମସ୍କାର କରି। ବୋଲଇ ଶୁଣ ଦ୍ୱିଜବର, ଏ ଯେ ଅର୍ଜିଲା କର୍ମ ମୋର। କହିବି ଶୁଣ ବିପ୍ର ଶ୍ରେଷ୍ଠ, ପୂର୍ବେ ଯେ ନଗ୍ର ସୌରାଷ୍ଟ୍ର। ସେ ଦେଶେ କୃଷ୍ଣ ଭିକ୍ଷୁ ନାମେ, ଦ୍ୱିଜ ବଞ୍ଚଇ ଇହଧର୍ମେ। ମୁହିଁ ଯେ ଦ୍ୱିଜର ଘରଣୀ, କଳନା ନାମେଣ ବ୍ରାହ୍ମଣୀ। ମୁଁ ପାପୀ ଯେ ମନ୍ତ ଦୁର୍ମତି, ସ୍ୱାମୀରେ ହୋଇଲି ଅପ୍ରୀତି। ଯାହା ବୋଲଇ ମୋର ନାହା, ମୁଁ ସୁଖ ନ ମଣଇ ତାହା। ସଂଯୋଗେ ନ ଦିଅଇ ଅନ୍ନ, କହଇ ନିଷ୍ଠୁର ବଚନ। ଗୃହେ ଯେ ଭଲ ଦ୍ରବ୍ୟ ଥାଇ, ମୁଁ ତାହା ଭୁଞ୍ଜଇ ଲୁଚାଇ। ମତହୁଁ ଉବୁରଇ ଯାହା, ବଳିଲେ ନିବେଶଇ ତାହା। ସ୍ୱାମୀ ଯହିଁକି ମନ କରେ, ମୁଁ ତାହା ନ ରଖଇ ଘରେ। ସ୍ୱାମୀ ପୁଛିଲେ କରେ କଳି, ତାର ବଚନ ମୋର ଶୂଳି। ଏମନ୍ତେ ଗଲା କେତେ ଦିନ, ମୋର ଭାଜିଲା ସ୍ୱାମୀ ମନ। ଅନ୍ୟ କନ୍ୟାଏ ଦେଖି ଶୋଭା, ତାକୁ ହୋଇଲା ବିପ୍ର ବିଭା। ତା ଦେଖି ସହି ନ ପାରିଲି, ମହୁରା ପାନ କରି ମଲି। ମୋ ପ୍ରାଣ ପ୍ରେତ ପିଣ୍ଡେ ଭରି, ଯମ କିଙ୍କର ନେଲେ ଧରି। ଚର୍ମରଜ୍ଜୁରେ ବାନ୍ଧି ଭିଡ଼ି, ମୁଣ୍ଡେ ପ୍ରହାରୀ ବେତ ବାଡ଼ି। ଯାତନା ପଥେ ଘେନି ଗଲେ, ଯମ ଛାମୁରେ ନେଇ ଦେଲେ। ମୋତେ ଅନାଇ ଦଣ୍ଡଧାରୀ, କାଳକୃତାନ୍ତ ରୂପ ଧରି। ପୁଛିଲେ ଚିତ୍ରଗୁପ୍ତକୁ, ବୋଇଲେ କି ଦଣ୍ଡ ଏହାକୁ। ବିଚାରି କୁହ ତୁମ୍ଭେ ବେଗେ, ଧର୍ମ ତ ଦିଶୁ ନାହିଁ ଆଗେ। ପାପ ଲକ୍ଷଣ ଏହା ଦେହ, ପାଞ୍ଜିରେ କି ଲେଖିଛି କହ। ପୁଣ୍ୟ କରିବା ଯେଉଁ କର୍ମ, ବିଚାରି କହ ଧର୍ମାଧର୍ମ। ରାଜା ବଚନେ ମନ୍ତ୍ରୀ ବେନି, କର୍ମ ଲିଖନ ପାଞ୍ଜି ଘେନି। ବୋଲନ୍ତି ଶୁଣ ଦଣ୍ଡଧାରୀ, ଏ ବଡ଼ ପାପୀ ଦୁରାଚାରୀ।
କିଛି ହିଁ କରି ନାହିଁ ତପ, କେତେ କହିବା ଏହା ପାପ। ବ୍ରାହ୍ମଣ କୋଳେ ଦେହ ବହି, ଆଚାରହୀନା ସ୍ୱାମୀ ଦ୍ରୋହୀ। ପତିକି ଦେଲା ଯେତେ ଦୁଃଖ, ତେଣୁ ନ ଚାହିଁ ତାର ମୁଖ। ଯେତେ ଅକର୍ମ କଲା ପୂର୍ବେ, ଦୁଷ୍ଟ ସ୍ୱଭାବେ ମତ ଗର୍ବେ। ପାପିନୀ ସ୍ୱାମୀକି ଲୁଚାଇ, ପାକ ଭାଣ୍ଡରେ ଅନ୍ନ ଖାଇ। ତହିଁକି ଦଣ୍ଡ ଏବେ ଯାହା, କହିବୁ ଶୁଣ ଜନ୍ତୁ ନାହା। ସେ ପାପ ଫଳେ ଜନ୍ମ ସାତ, ମାର୍ଜରୀ ରୂପେ ହେବ ଜାତ। ଉଚ୍ଛିଷ୍ଟ ଭକ୍ଷୀ ଘରେ ଘରେ, ଗଞ୍ଜଣା ପାଇବ ଶରୀରେ। ପୂର୍ବେ ଯେ କୁଟୁମ୍ବଙ୍କୁ ବଞ୍ଚି, ଭଲ ପଦାର୍ଥ ଭୁଞ୍ଜେ ଲୁଚି। ଏ ପାପୀ ଜାତ କରି ବାଳ, ଭକ୍ଷିବ ଗର୍ଭ ଫୁଲ ଫଳ। କଳହା ମହାପାପ ଘେନି, ତଦନ୍ତରେ ଜନ୍ମ ତିନି। ଡାକିନୀ ରୂପେ ଜାତ ହେବ, ସକଳ ଜନେ ବୈର ଭାବ। ପୂର୍ବ ଚଞ୍ଚଳ ମତି ଘେନି, କୁଠାର ରୂପେ ଊର୍ଦ୍ଧ୍ୱ ଯୋନି। ନିଶାରେ ଶ୍ମଶାନେ ହେରି, ନାନା ଦୁର୍ଗନ୍ଧ ଭୋଗ କରି। ସ୍ୱାମୀଙ୍କି ଦୁଃଖ ଦେବା ଫଳେ, ପୁଣି ଜନ୍ମିବ ଗିରିମାଳେ। ବନେ ପିଶାଚୀ ରୂପ ହୋଇ, କର୍ମେ କଳହା ନାମ ବହି। ଭ୍ରମୁ ଯେ ଥିବ ଅନୁବ୍ରତେ, ସୁଖ ନ ଲଭି କଦାଚିତେ। ନିଜ ସ୍ୱାମୀର ନିନ୍ଦା ପାପେ, ବିବର୍ଣ୍ଣ ଭୟଙ୍କର ରୂପେ। ନାନା କ୍ଳେଶ ସହି ଅଙ୍ଗେ, କେହି ନଥିବ ଆଉ ସଙ୍ଗେ। ଯେ ବଣ ତୁଣ୍ଡେ ନିତ୍ୟ କଳି, ସ୍ୱାମୀକି ଦେଉଥିଲା ଗାଳି। ସେ ତୁଣ୍ଡେ ଜଳୁଥିବ ଜୁଇ, କିଛି ହିଁ ନ ପାରିବ ଖାଇ। ଏମନ୍ତେ ଯୁଗ ଏକସ୍ତରୀ, ଥିବ ପିଶାଚୀ ରୂପ ଧରି। ହେ ବିପ୍ର ଶୁଣ ସାବଧାନେ, ଏମନ୍ତ ମନ୍ତ୍ରୀକ ବଚନେ। ଯମ ବୋଲଇ ଏତେ ହେଉ, ଏ ପାପୀ ବେଗେ ଏଥୁ ଯାଉ। ଏ ବାକ୍ୟ ଧର୍ମ ରାଜା ମୁଖେ, ଶୁଣି ପଡ଼ିଲି ଘୋର ଦୁଃଖେ। ମାର୍ଜାରୀ ହେଲି ଜନ୍ମ ସାତ, ଡାକିନୀ ରୂପେ ପୁଣି ଜାତ। ତିନି ଜନମ ଅନ୍ତେ ମୁହିଁ, ଏବେ ପିଶାଚୀ ରୂପ ହୋଇ। ଆଜକୁ 15 ବରଷ, ଏ ବନେ କରିଅଛି ବାସ। ଅକର୍ମା ଦେହେ ଦୁଃଖ ଯେତେ, ତାହା କହିବା ଅବା କେତେ। କ୍ଷଣେ ତ ସୁସ୍ଥ ନାହିଁ ମନ, ନିରତେ ହୋଇ ଛନ ଛନ। କ୍ଷୁଧା ଅନଳେ ଆତ୍ମା ଦୁଃଖୀ, ତୃଷାରେ ଓଷ୍ଠ କଣ୍ଠ ଶୁଖି। କ୍ଷଣ କ୍ଷଣକେ ପଡ଼ୁଥାଇ, ପିତ୍ତ ଶ୍ଳେଷ ମା ପ୍ରାୟ ହୋଇ। ସୁସ୍ଥେ ମୁଁ ନ ପାରଇ ବସି, ଅଷ୍ଟଦିଗକୁ ଅହର୍ନିଶି। ନିଷ୍କାମେ ଛୁଟି ଥାଇ ଧାଇଁ, ବାତୁଳ ଜନ ପ୍ରାୟ ହୋଇ। କାହିଁ ତ ନ ଦେଖଇ ସୁଖ, ଅନବରତ ଏକା ଭୋକ। ତା ଶାନ୍ତି ନିମନ୍ତେ ପଦାର୍ଥେ, କିଛି ହିଁ ନ ମିଳଇ ହାତେ। ବୃକ୍ଷେ ଯେ ଫଳ ଫଳିଥାଏ, ମୋର ଚାହିଁଲେ ଜଳିଯାଏ। ଅନଳ ପ୍ରାୟ ଦିଶେ ମୋତେ, ମୁଁ ତାହା ଭକ୍ଷିବି କେମନ୍ତେ। ତେଣୁ ତା ନ ପାରଇ ଭକ୍ଷି, ଯେମନ୍ତ କର୍ମେ ଅର୍ଜିଅଛି। ଯେଣୁ ନ ଲଭି ଫଳ ମାନ, ବିକଳେ କରଇ ରୋଦନ। ପବିତ୍ର ଗିରିଝର ଜଳ, ସେ ମୋତେ ସଦୃଶ୍ୟ ଗରଳ। ଅନଳ ତୁଣ୍ଡେ ଜଳୁଥାଇ, ଶୀତ ପବନ ଆଦି ହୋଇ। ସେ କଥା ଶୁଣ ପୁଣ୍ୟ ଦେହା, ପ୍ରେତ ପିଶାଚ ଭୋଗ ଯାହା। ଶୁକ୍ର ଶୋଣିତ ପୂଜଲାଳ, ଶ୍ରବଣ ବିଟ ନେତ୍ର ଜଳ। ନାସା ଶ୍ଳେଷ ମସେଦ ବାନ୍ତି,
ଯେ ବାଉ ଚିଷ୍ଟ ଘୃତ ଖାନ୍ତି ଦୀପ ନିର୍ବାଣ କାଳେ ପୁଣି ଅନ୍ନ ଭୁଞ୍ଜଇ ଯେଉଁ ପ୍ରାଣୀ ପତି ବିନାଶ କାଳେ ନାରୀ ଅନ୍ନ ଭୁଞ୍ଜଇ ନ ବିଚାରି ଦକ୍ଷିଣ ପଶ୍ଚିମ ମୁଖରେ ଯେ ବସେ ଭୁଞ୍ଜେ ଅନ୍ଧକାରେ ଯେ ତମ ଭରେ ଦାନ ଦେଇ ସେ ସର୍ବ ପ୍ରେତ ଯୋଗ୍ୟ ହୋଇ ଏମନ୍ତ ଦ୍ରବ୍ୟ ଯେବେ ମିଳେ ପ୍ରେତ ଭୁଞ୍ଜନ୍ତି ନେଇ ବଳେ ମୁତ ହୁଁ ଲୋଭଇ କିଞ୍ଚିତ ଭଜନେ ତୋଷ ନୋହେ ଚିତ ସୁମରି ପୂର୍ବ କଲା କର୍ମ କ୍ଷଣ କ୍ଷଣକେ ମତି ଭ୍ରମ କାନ୍ଦୁ ଯେ ଥାଇ ବନେ ପଶି ନିରାଶେ ତରୁ ମୂଳେ ବସି ପ୍ରାଭବ ପାଉଥାଇ ତହିଁ ଆହା ବୋଲନ୍ତା କେହି ନାହିଁ ଏକଷ୍ଟେ ଥିଲି ଘୋର ବନେ ଆଜ ମୁଁ ତବ ଦରଶନେ ଦୁଃସହ ଘୋର ଦୁଃଖ ରାଶି ତବ ପ୍ରସାଦେ ସର୍ବନାଶୀ ଆତ୍ମା ପବିତ୍ର ହେଲା ମୋର ଗତ ଅପରାଧ ଗଲା ଦୂର ଏବେ କାରଣ କରି ମୋତେ ନମଇ ତୁମ୍ଭ ପାଦ ଗତେ କଳହା ମୁଖୁ ଏହା ଶୁଣି ବ୍ରାହ୍ମଣ ମନେ ମନେ ଗୁଣି ପାଷାଣ ମୂର୍ତ୍ତି ପ୍ରାୟ ହୋଇ ମୌନେ ବିଷ୍ଣୁ ରୂପ ଧ୍ୟାଇ ଗୋବିନ୍ଦ ନାମ ଚିନ୍ତି ହୃଦେ ଶରଣ ଗଲା ପଦ୍ମପାଦେ ଅଜ୍ଞାନ ସ୍ତ୍ରୀଙ୍କର ହିତେ ପଦ୍ମ ପୁରାଣ ଅର୍ଥ ଗୀତେ ଜଗତେ କଲି ପରକାଶ ସୁଜନେ ନଘେନିବ ଦୋଷ इति श्री पद्म पुराणे उत्तरखंडे कार्तिक महात्म्ये तुलसी महिमा कथने नाम षोडश अध्याय सप्तदश अध्याय नारद उवाच शुण राजन सावधाने विप्रजे कलहा वचने क्षणे मौन व्रत होई पुणी पूछन्ति तांकु चाहि हे शुभ्र केशी चंद्राननी एतोर पुण्य कर्म घेनी भ्रमु जे थिलु पाप पथे किंपान गलु पुण्य तीर्थे राम गोविंद नारायण किंपान कलु उच्चारण अति दुस्तर दुख सही पिशाची तनु थिलु बही एबे पाइलु दिव्य देह पुणी काहिंकी जीवु कह कलह वाच पूर्व कर्म विपाकेन दशा मेतांगतास्म्यहं तत्कथं तु पुनर्विप्र जाम्यहं गतिमुत्तमं हे विप्र शुण सावधाने मु महापापी ज्ञानहीने काहू जानिबि भल गति पिशाची हेली मंदमती केहू जन्मरे केते भागे भेट पड़िली तुम्भ आगे तुलसी दल जल संगे प्राप्त हेला मोर अंगे एणे खंडिला महापाप सुंदर हेला मोर रूप काहिंकी जीवी बोली मोते तुम्भे न पचारिल हिते मुहि जानिली ताहा किस तुम्भे कहिब उपदेश तुम्भे मो पिता तुम्भे गुरु केमन्ते तरिबि संसारु एकथा आज्ञा हेउ मोते तुम्भे जे इष्ट दैवते हेमंत बोली कर जोड़ी विप्र चरण तले पड़ी नारद उवाच एमंत कलहा वचने विप्र विचारु अछि मने ए जे युवती अरक्षित आंभर खंडिला दुरित एबे काहिंकी जीव एही बंधु सोदर केही नाही आंभे न देले पुण्य गति निरक्ष होइब युवती उत्तम जने छन्ति कही
ଦୟା ଉପରେ ଧର୍ମ ନାହିଁ। ଦୟା ଯେ ପର ଉପକାର, ସକଳ ଧର୍ମ ପରେ ସାର। ଏଣୁ ଏହାକୁ ନିସ୍ତାରିବି, ମୋର ଧର୍ମରୁ ଅଧେ ଦେବି। ସେ ଧର୍ମ ଫଳେ ସୁନ୍ଦରୀ, ଘୋର ସଂସାରୁ ଯାଉ ତରି। ଏତେ ବିଚାରି ବିପ୍ରବର, ହସ୍ତେ ଘେନିଲା କୁଶନୀର। ଆପଣା କଲା କର୍ମ କୃତ୍ୟ, କାର୍ତ୍ତିକ ଉଦ୍ଯାପନ ବ୍ରତ। ସେ ଧର୍ମ ବେନି ଭାଗେ କଲା, କଳହା করে ଜଳ ଦେଲା। ତକ୍ଷଣେ ଧର୍ମ ଭାଗ ପାଇ, କଳହା ଗଲା ମୋକ୍ଷ ହୋଇ। କିଅ ବା ଦେବା ପଟାନ୍ତର, ଦ୍ୱିତୀକ ମଳା ଅବତାର। କାର୍ତ୍ତିକ ଦୀପଦାନ ଫଳେ, ଜାଜଲ୍ୟ ମାନ ଜ୍ୟୋତି ଜଳେ। ଅଙ୍ଗେ ଅମୂଲ୍ୟ ଆଭରଣ, ବିରାଜେ ଆଦିତ୍ୟ କିରଣ। ଝିନ ପତନି ଅଙ୍ଗେ ଶୋଭା, କନକ କାନ୍ତି ପ୍ରାୟ ଆଭା। ହେମନ୍ତ ରୂପ ବିପ୍ର ଦେଖି, ମନକୁ କଲା ମହା ସୁଖୀ। ଏହି ସମୟେ ଶୂନ୍ୟପୁରୁ, ଜ୍ୟୋତି ପ୍ରକାଶ ହେଲା ଦୂରୁ। ସୂର୍ଯ୍ୟମଣ୍ଡଳ ପ୍ରାୟ ଦିଶି, ଆସଇ ଆକାଶରୁ ଖସି। ଶୁଦ୍ଧ ସୁବର୍ଣ୍ଣମୟ ଯାନ, ଅଷ୍ଟରତ୍ନରେ ଶୋଭାମାନ। ମଣି ଦର୍ପଣ ପନ୍ତି ପନ୍ତି, ଚନ୍ଦ୍ରମା ପ୍ରାୟ ବିରାଜନ୍ତି। ଶ୍ଵେତ ଚାମର ରଙ୍ଗ ଶାଢ଼ୀ, ହୀରା ମାଣିକ୍ୟ ହେବ ଜଡ଼ି। ପାରିଜାତକ ପୁଷ୍ପମାଳ, ମୁକୁତା ତୃଣା ପରିମଳ। ଧ୍ୱଜ କମଳ ଚକ୍ର ଚିହ୍ନ, ପତାକା ଉଡ଼େ ବିଦ୍ୟପନ। ସେ ରଥ ବିଷ୍ଣୁ ଗଣେ ବସି, ତାଳ ମୃଦଙ୍ଗ ନାଦ ଘୋଷି। ଗୋବିନ୍ଦ ଗୁଣ ଗୀତ ସ୍ୱରେ, ଗାୟନ କରୁଛନ୍ତି ଧୀରେ। ଉର୍ବଶୀ ପ୍ରାୟ ଲକ୍ଷ ନାରୀ, ଖଦି ଚାମର କରେ ଧରି। ବିବିଧ ଉପହାର ଘେନି, ବିମାନେ ଉଭାରି କାମିନୀ। ଅତି ଶୀଳ ସୁଶୀଳ ମେଳେ, ଅଶ୍ୱବିହୀନେ ଯାନ ଚଳେ। ଶୂନ୍ୟ ମଣ୍ଡଳୁ ରଥ ଖସି, ଭୂମି ନିକଟେ ହେଲେ ଆସି। ସେବେନି ବିଷ୍ଣୁ ଅନୁଚରେ, କଳହା କର ଧରି କରେ। ବିମାନେ ବସାଇଲେ ତୋଳି, ଯୁବତୀ ଦେଲେ ହୁଳହୁଳି। ତା ଦେଖି ବିପ୍ର ଧର୍ମଦତ୍ତ, ଭୂମିରେ କଲା ଦଣ୍ଡବତ। ବିଷ୍ଣୁ ଗଣଙ୍କୁ ଚାହିଁ ପୁଣି, ଶିରେ ନିବେଶିବେନି ପାଣି। ବୋଇଲା କ୍ଷଣ ମାତ୍ର ରହ, କାହୁଁ ଅଇଲ ତୁମ୍ଭେ କହ। କି ତୁମ୍ଭେ ଦେବ ଯକ୍ଷ ଋଷି, କିଅ ବା ବୈକୁଣ୍ଠବାସୀ। ବିଷ୍ଣୁଙ୍କ ପ୍ରାୟ ତୁମ୍ଭ କାୟ, ବିରାଜୁ ଅଛି ଜ୍ୟୋତିର୍ମୟ। ଏଣୁ ଜାଣିଲି ଉପଦେଶି, ନିଶ୍ଚୟ ବୈକୁଣ୍ଠବାସୀ। ପ୍ରଭୁ ଆଜ୍ଞାରେ ଆସିଅଛ, ମୁଁ ଏହା ଜାଣିଲି ପ୍ରତ୍ୟକ୍ଷ। କଳହା ମୁକତି କାରଣେ, ଅଇଲ ଆଜ୍ଞା ପରମାଣେ। ଏ ନାରୀ ଧର୍ମ ଭାଗ ପାଇ, ଯାଉଅଛି ଯେ ମୋକ୍ଷ ହୋଇ। ମୁଁ ଏହା ଦେଖିଲି ନୟନେ, କାର୍ତ୍ତିକ ବ୍ରତ ମହାପୁଣ୍ୟେ। ସଂସାରୁ ନିସ୍ତରିଲା ନାରୀ, ମୁଁ ଯେତେ ବ୍ରତ ଅଛି କରି। ମୋତେ ହୋଇବ କେଉଁ ଗତି, ବିଚାରି କହ ଶୁଦ୍ଧମତି। ବ୍ରାହ୍ମଣ ମୁଖରୁ ଏ ମନ୍ତ, ଶୁଣି କହନ୍ତି ବିଷ୍ଣୁଦୂତ। ଅତିଶୀଳ ଉବାଚ, ହେ ବିପ୍ର ଶୁଣ ସାବଧାନେ। ତୋର କାର୍ତ୍ତିକ ଧର୍ମ ଦାନେ, ପିଶାଚି ପାପ ଦେହ ଲେଛି। ବିଷ୍ଣୁ ଲୋକକୁ ଯାଉଅଛି, ତୁ ସ୍ୱୟଂ ଅର୍ଜିଅଛୁ ଧର୍ମ। ଜନ୍ମହୁଁ ଦହି ପାପ କର୍ମ, ସର୍ବ ସୁକୃତ କର୍ମ ତୋର।
विष्णु सेवारे तत्पर वेदाध्ययने कर्मकाण्डे बणानो हिछि धर्म दाण्डे जे तुम शुद्ध धर्म राशि कार्तिक कृत्य एकादशी तुलसी सेवा शुद्ध चिते गोविंद नाम अनुव्रते सुमरु थाए शुद्ध मने एकथा जाणु आम्भे माने दिने वैकुंठपुरे श्रीहरि लक्ष्मीक संगरे मृत्युंक गुण कहुथिले शुणी प्रशंसा करुथिले बोइले विप्र धर्मदत्त वैष्णव गुणे सारस्वत तार भारी जातिनी गोटी स्वामी स्नेहरे थांती खटी गृहस्थ आज्ञा परमाणे आंभ सेवारे अनुक्षणे चारिहे करुथांती सेवा कि पटांतर तांकु देवा आंभकु स्नेह करे जेते से ऋण सुझिबा के मते तांक मरण काल जानी वैकुंठ भुवन को आनी दुर्लभ देह तांकु देवा आंभ निकटे रखिथिबा आंभ कैबल्य भोग पाई पारु से थिबे सुखी होई एमंते 10 लक्ष जुग पाइबे वैकुंठरे भोग तदनंतरे मर्त्यपुरे सरजू नामे नदी तीरे अयोध्या नामे महादेशे जात होइबे सूर्य वंशे नाम होइब दशरथ नृपति पणे सामरथ होइबे जम्बुद्वीपे राजा जुकते तातिनी भारिजा कौशल्या कैकेयी जे पुणी सुमित्रा सह तिनी राणी से सती साधवींक गर्भे आम्भे जन्मिबु पुत्र भावे श्रीराम नाम अवतरी एके चतुर्धा रूप धरी रंजीबा भक्तंक मन कहिले कमल लोचन एकथा शुणी अछु आम्भे हे विप्र कि पचार तुम्भे निश्चय वैकुंठ जीव अल्प दिने थिथिब शुणी ब्राह्मण कृत कृत्य विष्णु भावरे देई चित्त से विप्र विष्णु दूत पादे मो मन रहु अप्रमादे कहई महादेव दास हरिचरित सुधारस इति श्री पद्मपुराणे उत्तरखंडे कार्तिक महात्म्ये विष्णुदूत ओ धर्मदत्त संवादे नाम 17 अध्याय।